ଆପଣ ଜଗନ୍ନାଥ ଧାମ ତିଆରି କରିଦେବେ। ଆପଣ କିଏ ଇନ୍ଦ୍ରଦ୍ୟୁମ୍ନ ରାଜା ରହିଲେ ଆଉ ଦମ ରହିଲା? ରାବଣର ଅହଙ୍କାର ରହିନି, ମମତା ଦିଦି ଆଳୁ ଚୋରଣୀର ଅହଙ୍କାର ରହିବ। ଆମେ ଆର ବର୍ଷ ମେ ମାସରୁ ସେ ଆନ୍ଦୋଳନ ଜାରି ରଖିଛୁ ଯେ ମମତା ଧ୍ୱଂସ ହେବା ସୁନିଶ୍ଚିତ, ଧାମ ହଟାଅ ଏବଂ ଆମର ସଂସ୍କୃତି ବଞ୍ଚାଅ। ଦେଖନ୍ତୁ ଆପଣ ହଟେଇଲେ ନାହିଁ, ଆପଣଙ୍କୁ ଜଗନ୍ନାଥ ହଟେଇ ଦେଲେ। ଆମେ ଶୁଭେନ୍ଦୁ ସରକାରଙ୍କୁ କହିବା ସେ ପଥର ମୂର୍ତ୍ତି ଭିତରୁ ମହାପ୍ରଭୁଙ୍କର ଏଠୁ ଚୋରି ହେଇକି ଯାଇଥିବା ସେ ଜିନିଷର ନାଁ ମୁଁ କହୁନି, କିଏ ନେଇଛନ୍ତି ତାର ତଦନ୍ତ ମଧ୍ୟ ହବ। ସେ ବ୍ରହ୍ମ ବିଭ୍ରାଟ ରିପୋର୍ଟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ ହେଲା ନାହିଁ, ଯୋଉଟା ସୁରେଶ ଚନ୍ଦ୍ର ମହାପାତ୍ର କରିଥିଲେ। ସେଥିରୁ କ୍ଲିୟର ହଉଛି ଏଠୁ ବହୁତ ଜିନିଷ ଯାଇକିରି ସେଇ ଯୋଉ ପଥର ମୂର୍ତ୍ତି ପେଟରେ ପୁରିଆ ହେଇଛି। ଏବଂ ଆପଣ ସେ ଚିଠି ପାଇଛନ୍ତି ମୋହନ ମାଝୀ ଲେଖିଥିଲେ ବୋଲି, ନା ଖାଲି ଗପ ଶୁଣିଲେ? ଆମର ବିନମ୍ରତାର ସହିତ କହିବା କଥା, ଜଗନ୍ନାଥ ଧାମ ଦୀଘା ଯୋଉଭଳି ଭାବରେ ମମତା ବାନାର୍ଜୀ ଅହଙ୍କାରୀ ଭାବରେ ତିଆରି କରିଥିଲେ, ଧାମ କେବେ ହେଇପାରିବ ନାହିଁ। ସବୁ ଓଡିଆ ଜାଣିଛନ୍ତି, ଜଗନ୍ନାଥ ପ୍ରେମୀ ଜାଣିଛନ୍ତି। ଧାମ ଚାରୋଟି, ସତ୍ୟ ଯୁଗର ଧାମ ହେଲା ବଦ୍ରୀନାଥ, ତୃତୀୟ ଯୁଗର ଧାମ ହେଲେ ରାମେଶ୍ୱରମ, ଦ୍ୱାପର ଯୁଗର ଧାମ ହେଲେ ଦ୍ୱାରିକା, କଳି ଯୁଗ ଧାମ ହେଲେ ଜଗନ୍ନାଥ। ଆପଣ ଜଗନ୍ନାଥ ଧାମ ତିଆରି କରିଦେବେ। ଆପଣ କିଏ ଇନ୍ଦ୍ରଦ୍ୟୁମ୍ନ ରାଜା ରହିଲେ ଆଉ ଦମ ରହିଲା? ରାବଣର ଅହଙ୍କାର ରହିନି, ମମତା ଦିଦି ଆଳୁ ଚୋରଣୀର ଅହଙ୍କାର ରହିବ। ଜାଗା ଆମେ ଦଖଲ କରିଛୁ 5 ଏକର, ଗରିବ ଭକ୍ତମାନଙ୍କ ପାଇଁ ସେଠି ହାତୀ ବି ରହିବ ଜଗନ୍ନାଥଙ୍କର। ଏବଂ ମମତା ବାନାର୍ଜୀ ଆଜି ପର୍ଯ୍ୟନ୍ତ ଜିତୁଥିଲେ କେବଳ ଜଗନ୍ନାଥ ମହାପ୍ରଭୁଙ୍କ ସହିତ ଅପମାନ କଲେ ବୋଲି, ଆଜି ହାରିଲେ ବୋଲି ଆପଣମାନେ ସମସ୍ତେ ଅନୁଭବ କଲେ କି ନାହିଁ? ଆମେ ଆର ବର୍ଷ ମେ ମାସରୁ ସେ ଆନ୍ଦୋଳନ ଜାରି ରଖିଛୁ ଯେ ମମତା ଧ୍ୱଂସ ହେବା ସୁନିଶ୍ଚିତ, ଧାମ ହଟାଅ ଏବଂ ଆମର ସଂସ୍କୃତି ବଞ୍ଚାଅ। ଦେଖନ୍ତୁ ଆପଣ ହଟେଇଲେ ନାହିଁ, ଆପଣଙ୍କୁ ଜଗନ୍ନାଥ ହଟେଇ ଦେଲେ ଏବଂ ଅଟୋମେଟିକାଲି ପୁଣି ଧାମ ହଟେଇକିରି ବର୍ତ୍ତମାନ ସେଠି ସଂସ୍କୃତି ରିସର୍ଚ୍ଚ ସେଣ୍ଟର ହେଇଗଲା। ତେଣୁକରି ଯଦି ଆପଣ ଜଗନ୍ନାଥଙ୍କ ପାଇଁ ଗୋଟେ ମନ୍ଦିର ତିଆରି କରିଥିଲେ, ଏଠି ବର୍ତ୍ତମାନ ପ୍ରଶ୍ନ ଉଠୁଛି ପଥର ମୂର୍ତ୍ତି କାହିଁ କରିଥିଲେ? ଏ ଟପିକକୁ ଆମେ ପରେ ଯିବା। ଆମକୁ ଯେଦୂର ଆଶା ପୁରୀରୁ କିଛି ଗୋଟେ ବଡ ଜିନିଷ ଚୋରି ହେଇକିରି ଜଗନ୍ନାଥଙ୍କ ପାଖରୁ ସୁଭଦ୍ରାଙ୍କ ଭିତରୁ ସେ ପଥର ମୂର୍ତ୍ତି ଭିତରେ ରଖାଯାଇଛି। କାଠ ମୂର୍ତ୍ତି କରିଥିଲେ ପ୍ରତିବର୍ଷ ନବକଳବର କରି ସେ ଜିନିଷଟା ବାହାରକୁ ଆସିଥାନ୍ତା। ସେ ଚୋରି ଜିନିଷଟା କେତେବେଳେ ସାମ୍ନାକୁ ଆସିବ ବୋଲି ପଥର ମୂର୍ତ୍ତି କରି ତାକୁ ସେ ଲେପି ଦେଇଛନ୍ତି। ଆମେ ଶୁଭେନ୍ଦୁ ସରକାରଙ୍କୁ କହିବା ସେ ପଥର ମୂର୍ତ୍ତି ଭିତରୁ ମହାପ୍ରଭୁଙ୍କର ଏଠୁ ଚୋରି ହେଇକି ଯାଇଥିବା ସେ ଜିନିଷର ନାଁ ମୁଁ କହୁନି, କିଏ ନେଇଛନ୍ତି ତାର ତଦନ୍ତ ମଧ୍ୟ ହବ। ସେ ବ୍ରହ୍ମ ବିଭ୍ରାଟ ରିପୋର୍ଟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ ହେଲା ନାହିଁ, ଯୋଉଟା ସୁରେଶ ଚନ୍ଦ୍ର ମହାପାତ୍ର କରିଥିଲେ। ସେଥିରୁ କ୍ଲିୟର ହଉଛି ଏଠୁ ବହୁତ ଜିନିଷ ଯାଇକିରି ସେଇ ଯୋଉ ପଥର ମୂର୍ତ୍ତି ପେଟରେ ପୁରିଆ ହେଇଛି ଏବଂ ତାକୁ ବୁଦ୍ଧି ଦିଆଯାଇଛି କାଠ କଲେ ପ୍ରତି ନବକଳବରେ କାଠକୁ ଆପଣ ଖୋଲିବେ, ସବୁ ଲୋକ ସମସ୍ତେ ଜାଣିବେ। ପଥର ଭିତରେ ରଖିଦିଅ, ତାକୁ ସିମେଣ୍ଟିଂ କରିଦିଅ। ଏ କଥାର ତଦନ୍ତ ମଧ୍ୟ ଆଗକୁ ହବ। ଏବଂ ଯଦି ମୁଖ୍ୟମନ୍ତ୍ରୀ କହୁଛନ୍ତି ସେ ଚିଠି ଲେଖିଲେ, ଶୁଭେନ୍ଦୁ ବାବୁ ଶୁଣିଲେ, ଦେଖନ୍ତୁ ଯିଏ କାମ କରିଥିବ ତାକୁ ଧନ୍ୟବାଦ ଦେବା ଦରକାର। ଆମେ ଆନ୍ଦୋଳନ କରୁଥିଲୁ, ଲଢେଇ କରୁଥିଲୁ, ମହାପ୍ରଭୁ ସେ କଥା ଶୁଣିଲେ। ଏବଂ ଯୋଉମାନେ ବି କହୁଛନ୍ତି ଆମେ କିଛି କିଛି ସାହାଯ୍ୟ କରିଛୁ, ଆମେ ସମସ୍ତଙ୍କୁ ହାତ ଯୋଡ଼ିକି ସମ୍ମାନ ଦଉଛୁ। ଏବଂ ଯିଏ ଜଗନ୍ନାଥ ପାଇଁ କରିବା, କେହି ନ ଦେଖିଲେ ସିଏ ଦେଖୁଛି। ଯଦି ନ କରିକି ମିଛରେ କହୁଥିବେ ତା ବି ସିଏ ଦେଖୁଛି। ଫଳ ସେଠି ଥୁଆ ହେଇଛି, ଯୁଗେ ଯୁଗେ ଧର୍ମ ଆଉ ସତ୍ୟର ଜୟ। ଜୟ ଜଗନ୍ନାଥ। ମୂର୍ତ୍ତି ଚେଞ୍ଜ ପାଇଁ କାହିଁକି ଦାବି ହେଇନାହିଁ, ସେ ପଚାରିବେ ମୂର୍ତ୍ତି କାହିଁ ଚେଞ୍ଜ ହବ। ଆମେ ଏଇ କଥାଟାକୁ ସତ କଥାଟାକୁ ପୁଣି ସାମ୍ନାକୁ ଆଣିବା। ଏଇଥିପାଇଁ ଏ ମୂର୍ତ୍ତିଟା ବଦଳିବ, କାରଣ ପଥର ମୂର୍ତ୍ତି କୋଉଠି ନାହିଁ, ସବୁଠି କାଠ ମୂର୍ତ୍ତି। କାହିଁ ଏଟା କରାଗଲା, ତା ଭିତର ରହସ୍ୟଟା ଆମେ ଯଦିଓ ଜାଣିଛେ, ଏଇନା ଆପଣଙ୍କୁ ଭେଦ କରୁନା, ଆଗାମୀ ଦିନରେ ଆପଣଙ୍କୁ ଜଣେଇବୁ। ଜୟ ଜଗନ୍ନାଥ। ନିଶ୍ଚିତ ସେଟା ପଥର ମୂର୍ତ୍ତି କୋଉଠି ହେଇପାରିବ ନାହିଁ। ପଥର ମୂର୍ତ୍ତି ରଖିବା ମାନେ ଜଗନ୍ନାଥ ସଂସ୍କୃତିକୁ ଆପଣ ବିରୋଧ କଲେ। ଆମେ ବୁଝିଲୁ କାହିଁ ରଖିଲେ, ନା ଯୋଉ ଜିନିଷଟି ଚୋରି ହେଇକି ଯାଇଛି ସୁଭଦ୍ରାଙ୍କ ପାଖରୁ, ସେଇଠି ସେଇ ପଥର ମୂର୍ତ୍ତି ଭିତରେ ପୁରିଆ ହେଇଛି। ଯେତେବେଳେ ଯିଏ କରିଛି ଜଗନ୍ନାଥଙ୍କ ସାଙ୍ଗରେ ଖେଳ ଖେଳିଛି, ତା ଖେଳ ସେ ସାରି ଦେଇଛନ୍ତି ଆଉ। ଜୟ ଜଗନ୍ନାଥ।